ଜାତୀୟ ଯୁବ ଉତ୍ସବରେ ଭାଗ ନେଇଥିବା 75 ଜଣିଆ ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳର ସଫଳତା କାମନା କଲେ ରାଜ୍ୟପାଳ। ବିକଶିତ ଭାରତ ଗଠନରେ ଯୁବ ସମୁଦାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଚଳିତ ଜାନୁଆରୀ ମାସରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରୁଥିବା 75 ଜଣିଆ ଓଡ଼ିଆ ଯୁବ ପ୍ରତିନିଧି ଦଳର ସଫଳତା କାମନା କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ଜାନୁଆରୀ 7 ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଯୁବ ପ୍ରତିନିଧି ଦଳକୁ ସମ୍ବୋଧିତ କରି ସେମାନେ ଗର୍ବ ସହକାରେ ଦୃଢ଼ ମନୋବଳ ନେଇ ଜାତୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବାକୁ ରାଜ୍ୟପାଳ ଅନୁପ୍ରେରିତ କରିଥିଲେ। ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବିକଶିତ ଭାରତ ଏକ ପରିକଳ୍ପନା ନୁହେଁ, ବରଂ ଏହା ଏକ ସାମୂହିକ ଅଭିଯାନ। ଭାରତ ସ୍ୱାଧୀନତାର 100 ବର୍ଷ ପୂରଣ ପରିପ୍ରେକ୍ଷୀରେ 2047 ମସିହା ସୁଦ୍ଧା ଆମେ ବିକଶିତ ଭାରତ ଆଡ଼କୁ ଗତି କରୁଛୁ। ଏହି ବିକଶିତ ଭାରତ ପାଇଁ ଯୁବ ସମୁଦାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯୁବକମାନେ ହେଉଛନ୍ତି ଭବିଷ୍ୟତର ନିର୍ମାତା। ଏ କ୍ଷେତ୍ରରେ ଯୁବବର୍ଗର ଅଂଶଗ୍ରହଣ କରିବାକୁ ଗର୍ବିତ କରିବା ସହିତ ଜାତୀୟ ଅଭ୍ୟୁଦୟ ସୁଦୃଢ଼ କରିବ ବୋଲି ରାଜ୍ୟପାଳ କହିଥିଲେ। ଭାରତର ଭବିଷ୍ୟତ ନିର୍ମାଣରେ ଯୁବବର୍ଗର ସମ୍ପୃକ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିଭଙ୍ଗୀ ସହିତ ଜାତୀୟ ଯୁବ ଉତ୍ସବର ପ୍ରାସଙ୍ଗିକତା ରହିଛି। ଓଡ଼ିଶାର ଯୁବକମାନେ ନିଜର ପ୍ରତିଭା, ସୃଜନଶୀଳତା ଏବଂ ଦୃଢ଼ ଇଚ୍ଛାଶକ୍ତି ପାଇଁ ଅନ୍ୟମାନଙ୍କୁ ସବୁବେଳେ ଅନୁପ୍ରାଣିତ କରି ଆସୁଛନ୍ତି। ଏଣୁ ଜାତୀୟ ଯୁବ ଉତ୍ସବରେ ଓଡ଼ିଶାର ଯୁବ ପ୍ରତିନିଧି ଦଳର ଭଲ ପ୍ରଦର୍ଶନ କରିବା ସହିତ ଦେଶର ଓ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରତିନିଧିଙ୍କ ସହିତ ବନ୍ଧୁତ୍ୱ ବୃଦ୍ଧି କରି ଉତ୍ସବରେ ସ୍ୱତନ୍ତ୍ର ଛାପ ଛାଡ଼ି ଆସିବେ ବୋଲି ରାଜ୍ୟପାଳ ଆଶା ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବକ୍ତବ୍ୟ ପ୍ରଦାନ କରି ଯୁବ ପ୍ରତିନିଧି ଦଳକୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।